हेलो फ्रेंड्स, वेलकम टू आवर यूट्यूब चैनल। तो आज आम पढ़िया यूजीसी नेट आंथ्रोपोलोजी भीमबेटका जो साइटा रहा है भीमबेटका साइट हूँ बहुत इंपोर्टाट साइटा जोटा कि बहुत थर मैंने 3-4 थर अलरेडी मैंने यूजीसी नेट रे आंथ्रोपोलोजी मैंने हूँ साइट उपर क्वेश्चन आसचे। तो तार आज आम हूँ पीआईक्यू गुड़ा किसी भी हूँ टिके डिस्कसन करिया। तो से आम आगे स्टार्ट करिया हूँ भीमबेटका साइट उपर एक्चुअली भीमबेटका साइट एक्चुअली कौन। ओके, सो लेट्स स्टार्ट। तो ये देख ये कौन कहना भीमबेटका साइट उपर। तो एटी कुहाउछि जे द भीमबेटका रॉक शेल्टर लोकेटेड इन द रायसेन डिस्ट्रिक्ट ऑफ मध्य प्रदेश। तो मध्य प्रदेश रो एटा होछि रायसेन डिस्ट्रिक्ट रे एटा होछि लोकेटेड अछि। आउ सेटा सबुठु होछि मोस्ट सिग्निफिकेंट आर्कियोलॉजिकल साइट होछि एटा हमर होछि भीमबेटका साइट टा। ओके, आउ तार जदि होछि नेम टा कोडु आसीछि जदि तार ओरिजिन ऑफ द नेम जदि तुम देखियो तो मेन कथा होछि एटा डिराइव्ड हेछि होछि भीम बाटिका। भीम बाटिका तो भीम बाटिकार मीनिंग कौन ना होची सिटिंग प्लेस। माने भीम बाटिका होची तो बाटिका जानथि हो जोटी माने होची जोडो हम कोन कहउछन जोडी हम होची पूरा जेमति कि माने पार्क भलिया जो जागा जोडी हम जे कि बसुचो उठुचो सब करूचो। तो सेबला भीम बाटिकार माने होची सिटिंग प्लेस ऑफ भीम। तो भीम जोउठी होची जाय कि माने होची बसा उठा करूथिले। तो सेईटा होची से जागाटा कुआउतला कोना होची भीम बाटिका भीम बाटिका बोली कुआ जाउतला। तो से भीम बाटिकार नारु ही माने होची ई भीम बाटिका साइट टा ही होची आसीचे। तापर डिस्कवरीज केबे ହେଇଥିଲା ନା 1957 ନେଇକି 1958 ମସିହାରେ କିଏ ଆମର କରିଥିଲେ ନା ଡକ୍ଟର VS ୱାକଙ୍କର ଯିଏ ଥିଲେ ସିଏ ହଉଛି ଏଇ ଭୀମବେଟକା ସାଇଟ୍ କୁ ହଉଛି ମାନେ ଡିସ୍କଭର କରିଥିଲେ। ସେଥିପାଇଁ ତାଙ୍କୁ କଣ କୁହାଯାଏ ନା ହଉଛି ଫାଦର ଅଫ ରକ୍ ଆର୍ଟ ଇନ୍ ଇଣ୍ଡିଆ ବୋଲି କୁହାଯାଏ। ଫାଦର ଅଫ ରକ୍ ଆର୍ଟ ଇନ୍ ଇଣ୍ଡିଆ କିଏ ନା ହଉଛି ଡକ୍ଟର VS ୱାକଙ୍କର। ଆଉ ୟୁଏନଏସ୍କୋ ଷ୍ଟାଟସ କେବେ ମିଳିଲା ମାନେ ହଉଛି ଭୀମବେଟକା ସାଇଟ୍ କୁ ୟୁଏନଏସ୍କୋ ର ଷ୍ଟାଟସ କେବେ ମିଳିଲା ନା ହଉଛି ୱାର୍ଲଡ ହେରିଟେଜ ସାଇଟ୍ ବୋଲି 2003 ରେ ଆକୁ ହଉଛି ମିଳିଲା। କାହାକୁ ନା ହଉଛି ଭୀମବେଟକା ସାଇଟ୍ କୁ ୟୁନେସ୍କୋ ଦ୍ୱାରା 2003 ରେ ଏଟା ଗୋଟେ ହଉଛି ୱାର୍ଲଡ ହେରିଟେଜ ସାଇଟ୍ ବୋଲି ଆକୁ ଗଣତି କରାଗଲା। ତାପରେ ଯଦି ଆମେ ଦେଖିବା ଯେ ଗ୍ଲୋବାଲ କମ୍ପାରିଜନ ଆମେ କାହା ସହିତ କରିବା ଏଇ ଯଦି ଭୀମବେଟକା ସାଇଟ୍ ରେ ଯାହା ବି କିଛି ଆମକୁ ଜିନିଷ ମିଳିଛି ତ ସେମିତି ଆଉ କୋଉ ସାଇଟ୍ ଅଲଗା ମାନେ ଆମ ୱାର୍ଲଡ ରେ ଅଛି ଯୋଉଟା କି ତା ସହିତ ଆମେ ତାକୁ କମ୍ପେୟାର କରୁଛନ୍ତି ମାନେ ଏମିତି କିଛି ନା ଏଭିଡେନ୍ସ ମିଳୁଛି ଯୋଉଟା କି ଭୀମବେଟକା ସାଇଟ୍ ରେ ଯାହା କିଛି ଏଭିଡେନ୍ସ ମିଳିଲା ଅଲଗା ଅଲଗା ସାଇଟ୍ ରେ ବି ସେଇଭଳିଆ ବହୁତ କିଛି ଆମର ଏଭିଡେନ୍ସ ମିଳିଛି। ତ କୋଉ ସାଇଟ୍ ସହିତ ସେଟାକୁ କମ୍ପାରିଜନ କରାଯାଉଛି ନା ଗୋଟେ ହଉଛି ଆମେ ଯଦି କହିବା ଲାକୋସ ଯୋଉଟା କି ହଉଛି ଆମର ହଉଛି ଫ୍ରାନ୍ସ ର, ଆଉ ଗୋଟେ ହଉଛି ଆଲ୍ଟାମିରା ଯୋଉଟା ହଉଛି ଆମର ରହିଛି ସ୍ପେନ ରେ ରହିଛି। ଓକେ, ତ ଭୀମବେଟକା ସାଇଟ୍ ଇଜ ୟୁନିକ୍ କଣ ପାଇଁ ନା ବିକଜ ଇଟ୍ସ କଣ୍ଟିନ୍ୟୁଅସ୍ ହାବିଟେସନ ସିକ୍ୱେନ୍ସ। ତମେ ଏଠି ଯଦି ତମେ ଆକ୍ଚୁଆଲି ଭୀମବେଟକା ସାଇଟ୍ କୁ ଦେଖିବ ନା ତ ସେଠି ହଉଛି ମାନେ ଲୋୟର ପାଲିଓଲିଥିକ ମିଡିଲ ପାଲିଓ ମେନ୍ କଥା ହଉଛି ତମେ ଦେଖ ଏଠୁ ଅପର ପାଲିଓଲିଥିକ କଥା ଯଦି ତମେ ଦେଖିବ ତ ମେନ୍ କଥା ହଉଛି ଆକ୍ଚୁଆଲି ଅପର ପାଲିଓଲିଥିକ ରୁ ନେଇକି ଆମର ହଉଛି ଚାଲକୋଲିଥିକ ତାପରେ ନ୍ୟୁ ମାନେ ହଉଛି ଯଦି ତମେ ଦେଖିବ ହଉଛି ଆମର ମିଡିଭାଲ ଏଜ ର ବି ଅଧିକାଂଶ ଜିନିଷ ବି ସେଠି ଆମକୁ ହଉଛି ମିଳିଛି। ମେନ୍ କଥା ହଉଛି ପାଲିଓଲିଥିକ ମେଜୋଲିଥିକ ତାପରେ ହଉଛି ନିଓଲିଥିକ ତାର ସବୁ ଏଭିଡେନ୍ସେସ୍ ଗୁଡା ଆମକୁ ଏଠି ହଉଛି ସିକ୍ୱେନ୍ସ ହିସାବରେ ଆମକୁ ମିଳିଛି। ସେଇଥିପାଇଁ ଏଠି ଆମେ ଜାଣିପାରୁଛନ୍ତି ଯେ ଯୋଉମାନେ ବି ରହୁଥିଲେ ତାଙ୍କ ହାବିଟେସନ କେମିତି କେମିତି ସବୁ ଥିଲା ଏ ଟୁ ଜେଡ ହ୍ୟୁମାନ ହିଷ୍ଟ୍ରିଟା ଆମେ ଏଇଠୁ ହିଁ ଆମେ ଜାଣିପାରୁଛନ୍ତି। ତ ତାପରେ ଏଠି ଯଦି ତମେ ଦେଖିବ ଭୀମବେଟକା ସାଇଟ୍ ଟାକୁ ତ ତାର ହଉଛି ଟୋଟାଲ ସେଲ୍ଟର ତାର କେତେଟା ନା ହଉଛି 750ଟା ହଉଛି ରକ୍ ମାନେ ଆମର ହଉଛି ସେଲ୍ଟର ଅଛି। ସେଥିରୁ ହଉଛି 400ଟାରେ ହଉଛି ପେଣ୍ଟିଙ୍ଗସ ମାନେ ହଉଛି କରାଯାଇଛି। ମାନେ ଏମିତିଆ ତ ହଉଛି ମାନେ ଯୋଉ ଗୁମ୍ଫା ଗୁଡା ଯୋଉ ଅଛି ଏମିତିଆ ଯଦି ତମେ ଦେଖିବ ବହୁତ ବଡ ମାନେ ହଉଛି ସାଇଟ୍ ଟା ନା ତ ବହୁତ ଗୁଡେ ଗୁମ୍ଫା ଅଛି 750ଟା ରକ୍ ସେଲ୍ଟର ଅଛି। ସେଠୁ 400ଟାରେ ଆମେ କେବଳ ହଉଛି କଣ କରାଯାଇଛି ନା ଚିତ୍ର ବନା ହେଇଛି। ଆଉ ଟୋଟାଲ ସେଲ୍ଟର ଯଦି ତମେ ଦେଖିବ ଭୀମବେଟକା ହିଲ୍ ରେ ତାହେଲେ ହଉଛି 243 ସେଲ୍ଟର ୱିଥ ପେଣ୍ଟିଙ୍ଗସ ହଉଛି 133। ପେଣ୍ଟିଙ୍ଗସ କେତେଟା ଅଛି 133ଟା ହଉଛି ପେଣ୍ଟିଙ୍ଗସ ହେଇଛି ଆଉ ଆମର ସେଲ୍ଟର ହଉଛି ହିଲ୍ ଉପରେ ହେଲା। ମାନେ ତମେ ଯଦି ଏଠି ଗୋଟେ ଜିନିଷଟା ମୁଁ ତୁମକୁ କହିଦଉଛି ତମେ ଆକ୍ଚୁଆଲି ଏଇଟା ଯଦି ତମେ ହଉଛି ଭୀମବେଟକା ଯଦି ଏଇଟା ହଉଛି ଭୀମବେଟକା ସାଇଟ୍ ଟାକୁ ତମେ ହଉଛି ଯାଇକି ଦେଖିବ ତ ଏଇ ଭୀମବେଟକା ସାଇଟ୍ ରେ ଏଇଠି କଣ ହଉଥିବ ନା ମାନେ ପୁରା ବହୁତ ଉଞ୍ଚା ଏକାଥରେ ପାହାଡ ଭଳିଆ ପୁରା ଏକାଥରେ ହିଲ୍ ଭଳିଆ ରହୁଛି। ସେଇ ଉପରେ ଉପରେ ବି କଣ ଅଛି ନା ମାନେ ହଉଛି ଗୁମ୍ଫା ମାନେ ସବୁ ଏଇଭଳିଆ ଜାଗାରେ ହଉଛି ରହୁଛି। ତ ଏଇଭଳିଆ ଯୋଉ ଗୁମ୍ଫା ଗୁଡା ରହୁଛି ଏମିତିଆ ହିଲ୍ ଏରିଆକୁ ସେ କଥା କହୁଛି ହିଲ୍ ଏରିଆରେ ଏମିତି କେତେଟା ରହୁଛି ଏକାଥରେ ନା ଏଇଠି ହଉଛି ଆମର 243ଟା ରହୁଛି ଆଉ ପେଣ୍ଟିଂ ସେଠି କେତେଟା ରହୁଛି ତ ଏଇ ଉପରେ ଏଇଗୁଡାକରେ ବି ତ ସବୁ ମାନେ ହଉଛି ସେଲ୍ଟର ଫେଲ୍ଟର ରହୁଛି ମାନେ ହଉଛି ସେଥିରେ ବି ଏଇ ସେଲ୍ଟର ରାକରେ ବି ତ ହଉଛି ମାନେ ପେଣ୍ଟିଂ ରହୁଛି। ବଟ ଏଇ ଉପରେ ଯୋଉ ମାନେ ହିଲି ଏରିଆ ଗୁଡା ରହିଲା ଏଠି ତାହେଲେ ହଉଛି ପେଣ୍ଟିଂ କେତେଟା ଅଛି ଆମର 133ଟା ଅଛି। ଓକେ, କେତେଟା ଅଛି ନା ହଉଛି 133ଟା ପେଣ୍ଟିଂ ଅଛି। ଓକେ,
तापरे आमे जदि एना देखिया जो होची टोटल शेल्टर्स इन द एंटायर प्लेक्स ओवर 700 तापरे होची डिस्ट्रीब्यूटेड अक्रॉस 5 मेन हिल केतरा ना पांचटा मेन हिल रो जदि तुम देखियो इंक्लूडिंग भीमबेटका तापरे होची लखरजुआर आ बनावली एमतिया सब एगुडा सब रहउची ओके आ मेन केव जदि तुम देखियो तार मेन केवटा होची कोन बहुत गुडे जो केव भी अछि बहुत गुडे केव अछि तो ऑडिटोरियम केवटा होची तार मोस्ट सिग्निफिकेंट केव सेटा आउट मु एबी को दोजे while there are 243 टा शेल्टर जोडी अछि आइडेंटिफाई कराଯାଇଛି स्पेसिफिक हिल रो तो सेठु केवल 12 रु 15 टा माने 12 रु 15 टा जो ए जो माने हिल एरिया रे जहां भी किछि जा माने होजे रहउचे तो जति भी माने टोटल जदि हम कथा कहबा जहां भी किछि माने होचे माने शेल्टर रहउचे 243 टा रु वर्तमान होचे 12 15 टा खंडे होचे माने केवल कोन कराइछ ना ओपन कराइछ जेमति लोक माने जेकी ताको होचे बुली परिबे देखि परिबे सब जिंस जानि परिबे ओके तो एबे तुम आस हो सेकेंड स्लाइड टाको एटा एक्चुअली मु एटा तम मानको पय एथि पय करिछि काहे ना हमर यूजीसी नेट एंथ्रोपोलॉजी रे बहुत थरो जे माने रॉक पेंटिंग ऊपर को माने होछि बहुत माने डीपली क्वेश्चन पचरा होछि तो सेथि पय मु एटा होछि तम मानको होछि बने जे माने होछि निहाती जणया पे तो ई अपर पैलियोलिथिक रे जदि तुम देखियो एडी हमर कोबडी आस्तला ना होछि लिनियर रिप्रेजेंटेशन होतला ओके माने होछि थिक डार्क आ होछि रेड आ ग्रीन होछि आउटलाइन से एगुडा सब थिला तो तापर तुम जदि देखियो मेजोलिथिक रे हमर कोन रहउछि माने होछि एटी कोन माने एटी मेन कथा होछि सब थिक मान थिला डार्क रेड थिला ग्रीन आउटलाइन एगुडा सब होछि थिला आ मेजोलिथिक रे हमर होछि टिके होछि स्मॉलर रहउछि बट सेटा होछि माने तार पेंटिंग जदि तुम होछि देखियो ताले होछि सेटा टिके किंतु स्टाइलिश रहउछि ओके आ होछि सेटा होछि फ्लूइड रहउछि जोडा कि मोस्ट प्रोलिफिक सेटा होछि रहउछि काना स्मॉल जोडा रहइबो पूरा बहुत माने होछि बहुत बढ़िया भाबरे तुम सेठी चित्रटा आंकी परियो जदि थिक मोटा एकादर करियो तो माने सेतिकी आसीओनी बट जणको जणा पड़ी जिवो ओके चाल्कोलिथिक कोन होछि ज्योमेट्रिक पैटर्न रहउछि ज्योमेट्रिक पैटर्न रो माने होछि जेमति कि होछि हमरो को गुडा ट्रायंगल भलिया होछि माने चित्र होइतो सेठी एक्चुअली केमति हेतिला जानछ ना माने भीमबेटका रे एमति हेतिला धरो माने होछि घोडा रे चित्र से माने बनउतले से माने केमति बनउतले जानछ ना एमति एकादर एमति करी रो एक्चुअली म कहि दोछ एमति एमति एकादर कर दोतले तापरे एठु एकादर एमति नि जाउतले एमति एमति नि जे साला परे एठी एकादर एमति कोन कर दोतले ना होछि लांजोडा बाहर कर दोतले एई ऊपर एमति एकादर तार मुहडा बाहर कर दोतले एटा हे जातला कोन ना घोडा माने एमति आसी ज्योमेट्री पैटर्न रे माने गोटा ट्रायंगल बने दोतले कि नले होछि एमति रेक्टेंगल बने दोतले तो सेठी एकादर एमति सब होछि मुह पो सब एकादर लगे दोतले तो एमति होउनुगा घोडार भी चित्र हे जातला हाथीर भी चित्र हे जातला तो सब जिंसर एमति होछि कोन हे जातला ना होछि चित्र गुडा हे जातला ओके तो एबे आउट जिंस तुम देखो एडी जे कोन होछि आर्ली हिस्ट्री जदी कहया पीरियड होछि माने आईवी आ भी रे सेठी कोन होछि सिमेटिक आ डेकोरेटिव एडी थिला होछि पूरा सजा हेगिरि थिला एडी सजा हेगिरि केमति थिला भी मु सेगुडा होछि तुम मानकु निहाती कहबी सजा हेगि एक्चुअल रे एमतिया थिला तुम जदी तुम देखियो ना एक्चुअल रे माने आर्ली हिस्ट्री एटा होछि तुमको देखियो एटा केमतिया कोन से माने डेकोरेटिव करथिले से माने डेकोरेटिव टा केमति हेतिला जानछ ना माने धरो एबे मो कहया मतलब तुम भाबतो ना होछि लोक माने केमति जातले जानछ ना धरो एना गुडे होछि माने गोटे घोड़ाटे अच्छे से घोड़ा उपरे होछि किछि लोक बसिଛନ୍ତି माने होछि जे माने से घोड़ा उपरे बसिकिरी काहाकू गोटे माने होछि जे कोनोसी गोटे एनिमल टाको गोटे मारछନ୍ତି धर घोड़ा उपरे भी न बसिले एमतिया जे कि से माने होछନ୍ତି मारछନ୍ତି बट एमति भी होछि घोड़ा उपरे बसिकी मारिबार चित्र भी होछि माने भीमबेटका साइड रे अछि किछि जण होछि एनिमल को मारुथुवार सेई गुडा चित्र भी अछि तो एगुडा सब जिंस होछि सेठी रहउछि आ तुम जदी एडी तुम देखियो कोन होछि एडी कोन होछि ना डिजेनरेट आ क्रूएड आ हाईली सिमेटिक एटी होछि माने मिडिवल रे रहउछि माने एडी केमतिया रहउछि मु तुमको कहि दोछि जदी मिडिवल कथा भी तुम जदी कहबा ना जेमति कि होछि से माने कोन करथले जानछ ना माने होछि धर एबे जेमति हमर जो सांताल कम्युनिटी रे कोन होछि माने जो लोक गुडा एमतिया जो रहउछନ୍ତି तो गुटे लोक को आउडे लोक सहित एटी कोन होछि माने एकादरा हाथ धरा धरि होई कि जेमति सब डांस करନ୍ତି सेही डांस करथुवार हाथ धरा धरि होई कि डांस करथुवार भी हमर होछि प्रमाण सेठी होछि मिलिछि कोडो ना से रॉक पेंटिंग रे एमतिया सब होछि चित्र गुडा रहउछि ओके तो एटी तुम पढास एटी मेन कथा जो हमर माने होछि पचार कोन एटी हमर जो एग्जांपल तुम देखियो अपर पैलियोलिथिक रे तो एटी होछि लार्ज एनिमल जेमति कि होछि बिसन तापर टाइगर तापर रिनोस एगुडा होछि माने होछि सब चित्र गुडा रहउछि ह्यूमन रो चित्र मध्ये सेठी होछि रहउछि आ तार जदी एग्जांपल देखियो होछि जायंट बोविन्स इन द ऑडिटोरियम केव आ होछि ऑडिटोरियम केव होछि सबडू इंपोर्टेंट बोली मु तुमको कहितले आ से ऑडिटोरियम केव रे कोन दहस ना होछि जायंट बोविन्स ओके आ तांगर सोशल लाइफ केमति चलतिला ना होछि तांगर सोशल लाइफ चलतिला होछि से माने होछि मिसिगिरी एकादर हंटिंग करथले आमे कोन करछने निजे इनकम करछने निजे खाउछने आगु सेमते न जदी आगे मारिबे जदी समस्त एकादर मिसिकी भी एकादर मारिबे आ सब लोक जति लोक अछन समते मिसिकी खाइबे तापर होछि से माने होछि डांसिंग से डांसिंग रो भी होछि माने होछि तांगर पेंटिंग सेठी मिलुछे तापर होछि केमते से माने हनी माने होछि कोन माने आमे जदी कहया जदी
ମାନେ ମହୁଟାକୁ ସେମାନେ କେମିତି କଲେକ୍ଟ କରୁଥିଲେ ସେ ସବୁ ଜିନିଷ ବି ସେଇଠି ହଉଛି ଚିତ୍ରରେ ଅଛି। ଓକେ, ଆଉ ଚାଇଲ୍ଡ ବା ଏଇଟା ଦେଖ ଚିଲାଟା ଏକାଥରେ ଲେଖା ହେଇଛି, ଏଇଟା ଆକ୍ଚୁଆଲି ତମେ ମାନେ ଟିକେ କରେକ୍ସନ କରିଦେବ, ଏଇଟା ହଉଛି ଚାଇଲ୍ଡ ବାର୍ଥ। ଓକେ, ତ ଚାଇଲ୍ଡ ବାର୍ଥ ମାନେ ହଉଛି କଣ, ମାନେ କେମିତି ହଉଛି ଛୁଆ ଜନ୍ମ ହଉଛି କଣ ନାହିଁ, ମାନେ ଏଇଟା ମାନେ ଗୋଟେ ନବଜାତ ଶିଶୁ ଧର ଗୋଟେ ଜନ୍ମ ହେଲା ତାର ବି ମାନେ ହଉଛି ଚିତ୍ର ସେଠି କରାଯାଇଛି। ତ ପ୍ରେଗନେଣ୍ଟ ଓମେନ୍ ତା ମାନେ ହଉଛି ତାର ବି ଚିତ୍ର ସେଠି କରାଯାଇଛି। ତାପରେ ହଉଛି ବ୍ୟୁରିଆଲ୍ସ, ତ ଏଗୁଡ଼ା ସବୁ ଏଇଟା ତ ଏଇ ସବୁ ମାନେ ହଉଛି କଣ ଚାଇଲ୍ଡ ବାର୍ଥ କଥା ଯଦି କହିବା, କି ମାନେ ହଉଛି ହନି କଲେକ୍ସନ କି ଡ୍ୟାନ୍ସିଂ, ଏଗୁଡ଼ା ସବୁ କୋଉ ମାନେ ଏଇ ଯୋଉ ପେଣ୍ଟିଂଟା କୋଉ ସେଲ୍ଟରରେ ଆମେ ଦେଖିବାକୁ ମିଳେ ନା, ଏଇଟା ହଉଛି ଜୁ ରକ୍। ଯଦି ତମେ ଦେଖିବ ଜୁ ରକ୍, ସେଟା ଗୋଟେ ହଉଛି ମାନେ ଗୋଟେ ଗୁମ୍ଫା ଭଳିଆ, ତ ସେଇଠି ହିଁ ସବୁ ଜିନିଷ ଦେଖିବାକୁ ମିଳେ। ଓକେ, ତାପରେ ତମେ ଦେଖିବ ହଉଛି ହ୍ୟାଚେଡ୍ ସ୍କୋୟାର, ତାପରେ ହଉଛି ପଟେରୀ, ତାପରେ ହଉଛି ପଟେରୀ ଡିଜାଇନ ସେମାନେ କେମିତି ଗୋଟେ ଗୋଟେ ହଉଛି ମାନେ ମାଟିର ପାତ୍ର ଗୁଡାକୁ ସେମାନେ କେମିତି ହଉଛି ସେ ଡିଜାଇନ କରୁଥିଲେ, ମାନେ କେମିତି ଡିଜାଇନ କରୁଥିଲେ ତମେ ଜାଣିଛ ନା ଆଜ୍ଞା? ମାନେ ଏଇଠି ଯଦି ତମେ ଦେଖିବ ଗୋଟେ ଜିନିଷ ମୁଁ ତମକୁ ବତଉଛି, ଏଇଟା ଧର ଏଇନା ହଉଛି ମାଟିର, ଏଇଟା ହଉଛି ପାତ୍ରଟା ରହିଲା ହେଲା, ଏ ମାଟିର ପାତ୍ରରେ ଏଇଠି କଣ କରିଦେବେ ନା ଏକାଥରେ ଏମିତି ଧର ହଉଛି ଟ୍ରାଙ୍ଗେଲ ଭଳିଆ କରିଦେବେ, କି ମାନେ ହଉଛି ଏଇଠି କିଛିଟା କିଛିଟା ବିନ୍ଦୁ ବିନ୍ଦୁ ଦେଇକି ଏକାଥରେ ସଜେଇଦେବେ, ଏଇଭଳିଆ କରିକି ଏକାଥରେ ସେମାନେ କଣ କରୁଥିଲେ ନା ହଉଛି ସେଠି ମାନେ ହଉଛି ଡିଜାଇନ କରୁଥିଲେ ପଟେରୀ ଉପରେ। ତାପରେ ହଉଛି ସେମାନେ କଣ କରୁଥିଲେ ନା ହଉଛି ଯୋଉଟା କି ଆଉ ହଉଛି ମେଟାଲ ଟୁଲ୍ସର ବି ସେମାନେ ହଉଛି ମାନେ ଚିତ୍ର ବନଉଥିଲେ। ଏଗୁଡ଼ା ସବୁ କଣ କରୁଥିଲେ ନା, ଏଗୁଡ଼ା ସବୁ ହଉଛି ଆମକୁ ଡେଫିକ୍ଟ ମାନେ ହଉଛି ଆମକୁ ଜଣା ପଡେ ଏଗୁଡ଼ା ସବୁ କେମିତି କଣ କରୁଥିଲେ ନା ହଉଛି ଆଗରୁ ସେମିତି କେମିତି କେମିତି କଣ ସେମାନେ ବେପାର ବାଣିଜ୍ୟ ବି କରୁଥିଲେ। ଧର କିଏ କଣ ଶିକାର କରିକି ଆଣି ଆସିଲା, ସିଏ ମାନେ ହଉଛି ଆଉ କାହାକୁ ଦେଇଦେଲା, ମାନେ ଚାଲକୋଲିଥିକ ଟାଇମଟା ଚାଲିଛି ନା, ତ ଚାଲକୋଲିଥିକରେ ବି ବେପାର ବାଣିଜ୍ୟ ଚାଲୁଥିଲା ନା। ଏକାଥରେ ତମେ ଯଦି ଜଣକୁ ମାନେ ହଉଛି ତମେ କଣ କରିବ, ଧର ତମେ ହଉଛି ଜଣକୁ ମାନେ ଏଇଠି କଣ କରିଦେଲ ନା ହଉଛି ତମେ ତାକୁ କିଛିଟା ଚାଉଳ ଦେଲ, ତ ସିଏ ବି ତାର ଯାହା ଜିନିଷ ଥିବ ସିଏ ବି ତମକୁ କିଛି ନା କିଛି ମାନେ ବାଟର ସିଷ୍ଟମ ବି ସେଠି ହଉଛି ଚାଲୁଥିଲା। ତ ଏମିତିଆ ସବୁ ଯୋଉ ଟ୍ରେଡ ଗୁଡା ବି ସେଠି ଚାଲୁଥିଲା ଚାଲକୋଲିଥିକ ଟାଇମରେ। ତ ଆମେ ଯଦି ତମେ ଦେଖିବ ମାନେ ହରପ୍ପା ସଭ୍ୟତା ଏଗୁଡା ସବୁ ଆସିଯାଇଥିଲା ନା। ତ ଓକେ, ତ ତାପରେ ଏଇଠି ଆମର ଯଦି ଆର୍ଲି ହିଷ୍ଟ୍ରି କଥା ଯଦି କହିବା, ଓକେ, ଆର୍ଲି ହିଷ୍ଟ୍ରିରେ ଆମର କଣ ହଉଥିଲା, ଯେମିତିକି ହଉଛି ଏଇଠି ଆମର ୱାରିୟର ପାଇଁ ତମେ ଯଦି ଦେଖିବ ହଉଛି କେମିତି ଲୋକମାନେ ହଉଛି ହର୍ସରେ ମାନେ ହଉଛି ହର୍ସ କି ଏଲିଫାଣ୍ଟରେ ବସି କେମିତିଆ ସବୁ ହଉଛି ଯାଇକି ଯୁଦ୍ଧ ଲଢୁଥିଲେ। ତ ମାନେ ସେ ସବୁ ମାନେ ହଉଛି ଖଣ୍ଡାର ସିଲ୍ଡର ସ୍କ୍ରିପ୍ଟ ବ୍ରାହ୍ମୀ ସ୍କ୍ରିପ୍ଟ ଯଦି ତମେ କଥା କହିବ, ତ ମାନେ ତାର ସବୁ ପ୍ରମାଣ ଆମକୁ ହଉଛି ମିଳୁଛି ସେ ଭୀମବେଟକା ସାଇଟରୁ। ଓକେ, ତାର ଡିଜାଇନ ମଧ୍ୟ ସେମାନେ କେମିତି କଣ ପେଣ୍ଟିଂ କରିଥିଲେ ସେଗୁଡ଼ା ଆମକୁ ଦେଖିତେ ମିଳୁଛି। ଯେମିତି ହଉଛି ରିଚୁଆଲ ସିମ୍ବଲ ହଉଛି ତ୍ରିଶୂଳର ବି ସେଇଠି ହଉଛି ମାନେ ସିମ୍ବଲ ଆମକୁ ଦେଖିବା ପାଇଁ ମିଳୁଛି, ଡିଜାଇନ ଦେଖିବା ପାଇଁ ମିଳୁଛି। ଆଉ ମିଡିଭାଲର ଯଦି ତମେ ଦେଖିବ ପେଣ୍ଟିଂ ଆମର ହଉଛି ଭୀମବେଟକା ସାଇଟରେ ହଉଛି ଜିଓମେଟ୍ରିକ ସିମ୍ବଲ ଯେମିତି ରହୁଛି, ଯେମିତିକି ହଉଛି ହ୍ୟୁମାନର ଫିଗର ଗୁଡ଼ା ବି ସେଠି ହଉଛି ରହୁଛି। ତାପରେ ହଉଛି ରିଲିଜିୟସ୍ ମୋଟିଭ୍ସ ତାପରେ ହଉଛି ଆକ୍ସାସ୍, ତ ଏଇ ଆ ଉପରେ ହଉଛି ସେଠି ରହୁଛି। ତାପରେ ତମେ ଆସ, ଏଇଟା ହଉଛି 3 ନମ୍ବର ସ୍ଲାଇଡରେ, ଏଇଠି ଆମର ହଉଛି ଲିଭିଂ ଷ୍ଟ୍ରକ୍ଚର ଆକ୍ଚୁଆଲି କେମିତି କଣ ରହୁଛି। ତ archaeological digs have uncovered some of the world's earliest ଏଗୁଡ଼ା ସବୁ ହଉଛି ସେ ନ୍ୟାଚୁରାଲ ସେଲ୍ଟର। ଏଠି ଯଦି ତମେ ଦେଖିବ ତାର ହଉଛି ଲିଭିଂ ଷ୍ଟ୍ରକ୍ଚର କେମିତି ରହିଛି, ମାନେ ହଉଛି ଫାୟାର ଉପରେ ସେଠୁ ଆମକୁ କେମିତି କଣ ପ୍ରମାଣ ମିଳୁଛି। ତ ମେନ୍ କଥା ହଉଛି ଷ୍ଟୋନ ଫ୍ଲୋର ମାନେ ଚଟାଣ ଯଦି ତମେ ଦେଖିବ, ଆମର ଯେମିତି ତମର ଆଗରୁ କଣ ପିଣ୍ଡା ଗୁଡ଼ା ଯଦି ଆମେ ଦେଖିବା, ଆମର ମାନେ ଯୋଉମାନଙ୍କର ଧର ଟାଇଲି ଘର ଥିବ, ଆମର ତ ଟାଇଲି ଘର, ତ ସେଠି କଣ ହଉଛି ନା ପିଣ୍ଡା ଗୁଡ଼ା ତମେ ଦେଖିବ ଯଦି ଆମର କଣ ସିମେଣ୍ଟରେ ବନା ହଉଛି, ତ ତାଙ୍କର ଯୋଉ ମାନେ ହଉଛି ମାନେ ଫ୍ଲୋର୍ସ ଗୁଡ଼ା ଯାହା ଥିବ, ମାନେ ବାରଣ୍ଡା ଫାରଣ୍ଡା ଯାହା ଥିବ, ମାନେ ଚଟାଣ ଭଳିଆ ଯାହା ବି ପାଉଛ କିଛି ବି ଥିବ, ସେଗୁଡ଼ା ସବୁ ଫ୍ଲୋର୍ସ ଗୁଡ଼ା ତାଙ୍କର କେମିତି ଥିଲା ନା ପୁରା ହଉଛି ଷ୍ଟୋନରେ ଏକାଥରେ ବନା ଯାଇଥିଲା। କାନ୍ଥ ଗୁଡ଼ା ବି ସବୁ ହଉଛି ଷ୍ଟୋନର, ମାନେ ଭୀମବେଟକା ନା ହଉଛି ସେମାନେ ଆଗରୁ ଗୁମ୍ଫାରେ ଏକାଥରେ ରହୁଥିଲେ ସବୁ ଏକାଥରେ। ଓକେ, ତ ତାପରେ ହଉଛି ଏକ୍ସକେଭେସନ ରିଭିଲ୍ସ, ଏଠି ଦେଖ କଣ କୁହାଯାଉଛି ଷ୍ଟୋନ ଫ୍ଲୋର ଉପରେ କେମିତି କଣ ନା ଏକ୍ସକେଭେସନ ରିଭିଲ୍ସ ଆର୍ଲି ଷ୍ଟୋନ ପେଭ୍ଡ, ଏଠି ଦେଖ ପେଭ୍ଡ, ଏଠି ଷ୍ଟୋନ ପେଭ୍ଡ ଫ୍ଲୋର, ତା ମାନେ ହଉଛି ଯେ ମାନେ ପୁରା ମାନେ ହଉଛି ଷ୍ଟୋନରେ ହିଁ ପୁରା ଏକାଥରେ ଚଟାଣଟା ହଉଥିଲା, ପୁରା ବାରଣ୍ଡାଟା ହଉଥିଲା। ଓକେ, ତାପରେ ହଉଛି ମାନେ ହଉଛି ଲୋ ୱାଲ୍ସ ୱିଦିନ୍ ଦ ସେଲ୍ଟର ସଜେଷ୍ଟିଂ ଅର୍ଗାନାଇଜ୍ଡ ଲିଭିଂ ସ୍ପେସେସ୍। ତାପରେ ହଉଛି ଡିପୋଜିଟ୍ସ ଅଫ୍, ଏଠି ଦେଖ ମେନ୍ କଥା ହଉଛି କଣ ହାର୍ଥ ଏଭିଡେନ୍ସେସ୍, ହାର୍ଥ ମାନେ ହଉଛି ନିଆଁ, ଓକେ, ଅଗ୍ନି। ତ ହଉଛି ଆମେ କେମିତି ଜାଣିବା ଯେ ମାନେ ହଉଛି ଭୀମବେଟକାରେ ଯୋଉ ମାନେ ହଉଛି ଆଗରୁ ଯୋଉ ଲୋକମାନେ ରହୁଥିଲେ ସେମାନେ ଫାୟାର ଡିସ୍କଭର କରିଥିଲେ, ସେମାନେ ମାନେ ନିଆଁ ଜାଳିକି ବି ସବୁ କାମ ମାନେ ହଉଛି ମାନେ ପୋଡ଼ି ପୋଡ଼ାକି ଖାଉଥିଲେ। ତ ମେନ୍ କଥା ହଉଛି ଆମକୁ ସେଠି ହଉଛି ପାଉଁଶର ପ୍ରମାଣ ମିଳୁଛି। ତାପରେ ହଉଛି ଆମର କଣ ନା ମାନେ ଅଙ୍ଗାରର ବି ସେଠି ହଉଛି ପ୍ରମାଣ ମିଳୁଛି, ଚାରକୋଲର। ତାପରେ ହଉଛି ଚାଟ ଆନିମଲ, ମାନେ ହଉଛି ଚାଟ ଆନିମଲ୍ସ ହଉଛି ତାର ହଉଛି ବୋନ୍ସର, ମାନେ ଯୋଉ ମାନେ ଧର ଜୀବଜନ୍ତୁ କି ଯାହା ବି କିଛି ମଣିଷ ମାନେ ହଉଛି ମରିଗଲେ ତାଙ୍କ ବୋନଟା ମାନେ ହଉଛି ଜଳି ଯାଇଥିବା ଯୋଉ ବୋନଟା ମାନେ ହଉଛି ତାର ବି କିଛି ନା କିଛି ଆମକୁ ହଉଛି ପ୍ରମାଣ ସେଠି ହଉଛି ଏଭିଡେନ୍ସ ଦେଖିବା ପାଇଁ ହଉଛି ଆମକୁ ସେଠି ହଉଛି ମିଳୁଛି। ଓକେ, ତାପରେ ଆମେ ନେକ୍ସଟ ସ୍ଲାଇଡକୁ ଯିବା। ତ ଏଇଠି କଣ କହୁଛି ନା ହଉଛି ମୁଁ ଯେମିତି ତମକୁ କହିଲି
যেটা হচ্ছে ଆମର ତିନି ପ୍ରକାର ହଉଛି କେବ୍ ଅଛି ଯେମିତିକି ହଉଛି ଦ ଜୁ ରକ୍ ସେଲ୍ଟର 3 ଯୋଉଟା ହଉଛି C50 ଆଉ ହଉଛି ଆମର ଦ ହଉଛି ବାର ରକ୍ ସେଲ୍ଟର ହଉଛି 15 ଆଉ ହଉଛି F24 ସେଲ୍ଟର 3 ଏଇ ଅଡିଟୋରିୟମ କେବ୍ ଏଇଗୁଡ଼ା ସବୁ ଏଠି ହଉଛି ଦେଇଛି ହେଲା। ତ ଏଇଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ। ତ ଦିସ୍ ଇଜ ଦ ମୋଷ୍ଟ ଫେମସ୍ ସେଲ୍ଟର ଆଟ୍ ଦ ସାଇଟ୍। ଇଟ୍ ସର୍ଭସ୍ ଦ ହଉଛି ପ୍ରି ହିଷ୍ଟୋରିକ୍ ଗ୍ୟାଲେରୀ ଏଠି ତମକୁ ହଉଛି ଦେଖିବାକୁ ମିଳିବ ୱିଥ୍ 100 ଅଫ୍ ଆନିମଲ୍ ଫିଗର। ଏଇ କେବ୍ରେ କ'ଣ ଦେଖିବାକୁ ନା ମାନେ 100ଟା ହଉଛି ଆନିମଲ୍ ଫିଗର ତମକୁ ହଉଛି ଦେଖିବା ପାଇଁ ମିଳିବ। ଆଉ କି ଡିଟେଲ୍ସ ଏଠି କ'ଣ ନା 458ଟା ଫିଗର ରହୁଛି। ତାପରେ ହଉଛି 16 ଆନିମଲ୍ ସ୍ପେସିସ୍ ଲାଇକ୍ ଯେମିତିକି ହଉଛି 16ଟା ଆନିମଲ୍ ମାନଙ୍କର ଯଦି ତମେ ଜୀବଜନ୍ତୁ ଯଦି ଦେଖିବ ଏମିତି 16ଟା ଅଲଗା ଅଲଗା ହଉଛି ଆନିମଲ୍ ମାନଙ୍କର ହଉଛି ମାନେ ଯେମିତିକି ହଉଛି ଏଲିଫ୍ୟାଣ୍ଟ କଥା କହିବା, ତାପରେ ସମ୍ବର କଥା କହିବା, ବିସନ କଥା କହିବା, ଏଗୁଡ଼ା ସବୁ ହଉଛି ତମକୁ ଦେଖିବା ପାଇଁ ସେଠି ହଉଛି ମିଳୁଛି ଏଇ କେବ୍ରେ ଏଇ ଯୋଉ ସେଲ୍ଟରରେ ଦ ଜୁ ରକ୍। ଓକେ, ତାପରେ ସିଗ୍ନିଫିକାନ୍ସ କ'ଣ ରହୁଛି ନା ହଉଛି ମାନେ ହଉଛି ଡେମନଷ୍ଟ୍ରେଟ୍ସ ସୁପ୍ରିମ୍ ପୋଜିସନ୍ ମାନେ ହଉଛି ଡେମନଷ୍ଟ୍ରେଟ୍ସ ମାନେ ଆମକୁ ଧାରଣା ଦେଉଛି ଯେ ମାନେ ଯେମିତିକି ହଉଛି ଏଇଟା ଗୋଟେ ସୁପ୍ରିମ୍ ପୋଜିସନରେ ରହୁଛି। ଆଉ ହ୍ୱେୟାର ଦ ଲାଟର ହ୍ୱାଇଟ୍ ପେଣ୍ଟିଂସ୍ ଆର୍ ଡ୍ରନ୍ ଓଭର ଓଲ୍ଡର ରେଡ୍ ୱାନ୍ସ। ଓକେ, ତାପରେ ହଉଛି ଦ ବୋ ରକ୍। ତ ମାନେ ଏଇ ସେଲ୍ଟର କ'ଣ ହଉଥିଲା ନା ହଉଛି ମାସିଭ୍ ଆଉ ମସରୁମ୍ ସେପ୍ଡ ରକ୍ ଫିଚରିଂ ମାଥିକାଲ ବୋର୍। ଏଇଟା ହଉଛି ମାସିଭ୍ ମାନେ ହଉଛି ବଡ଼ ଯଦି ତମେ କଥା କହିବ, ଆଉ ହଉଛି ମସରୁମ୍ ସେପ୍ଡ ମାନେ ମସରୁମ୍ ସେପ୍ ମାନେ ବୁଝିପାରୁଛ ନା ଯେମିତି ହଉଛି ପୁରା ମସରୁମ୍ ମାନେ କ'ଣ ହଉଛି ପୁରା ଛତୁ ଭଳିଆ ହିଁ ପୁରା ଏକାଥରେ ସେ ହଉଛି ସେପ୍ଟା ହେଇଥିବ। ଏଇଭଳିଆ ହଉଛି ମାନେ ତମେ ଯଦି ଦେଖିବ ତାହେଲେ ଏଇଠି ମାନେ ସବୁ ସେଇଭଳିଆ ଷ୍ଟାଇଲର ତମେ ଯଦି ଦେଖିବ ମାନେ ସବୁ ପ୍ରକାର ହଉଛି ମାନେ ପେଣ୍ଟିଂ କେମିତି ମିଳୁଥିଲା ମାନେ ହଉଛି ସବୁ ମାନେ ଯଦି ତମେ ଦେଖିବ ପଥର ଗୁଡ଼ା ବି ସେଠି କେମିତି କ'ଣ ଥିଲା ଏଇ ସବୁ ଉପରେ ସେ ଧାରଣା ଦେଉଛି। କି ଡିଟେଲ୍ସ ଯଦି ତମେ ଦେଖିବ ମେନି ଟାଇମ୍ସ ଲାର୍ଜର ଦ୍ୟାନ୍ ହ୍ୟୁମାନ୍ସ ଏଗୁଡ଼ା ସବୁ ଆକ୍ଚୁଆଲି ତମେ ଟିକେ ପଢ଼ିଦବ। ଓକେ, କାହିଁକିନା ଆମେ ଯଦି ବହୁତ ଗୁଡ଼େ ଡିସ୍କସନ୍ କରି ଆଗକୁ ଯାଇପାରିବାନି। ଆଉ ଏଠି ମାନେ ଯାହା ବି କିଛି ହଉଛି ମୁଁ ତମକୁ କହିଲି ଏଗୁଡ଼ା ଏପର୍ଯ୍ୟନ୍ତ ତ କ୍ୱେଶ୍ଚିନ୍ ଆସିନି ଆ ଉପରେ ଏଇସବୁ ଉପରେ, ବଟ୍ ଏଗୁଡ଼ା ହଉଛି ସବୁଗୁଡ଼ା ଇମ୍ପୋର୍ଟାଣ୍ଟ ବୋଲି ମୁଁ ନିହାତି ଏଠି ଲେଖିଦେଇଛି। ତମେ ମାନେ ଆକୁ ପଢ଼ିବ, ଯିଏ ଯୋଉଟା ନ ଜାଣିପାରିଲେ ବି ମୋତେ ଟିକେ ହଉଛି ପଚାରିବ। ଓକେ, କମେଣ୍ଟ ସେକ୍ସନରେ ମୋତେ ଜଣେଇଦବ। ତାପରେ ଏଇଠି ଦେଖ ହଉଛି ଟେକ୍ନିକାଲ ଯଦି କଥା କହିବା ତ ଏଠି କେମିତି ନା ହଉଛି ଆମର ହଉଛି ଷ୍ଟାଇଲ ହଉଛି ଏ ଷ୍ଟାଇଲର ହେଲା ଏଷ୍ଟ ୱାଇଷ୍ଟ ଫିଗର ମାନେ ହଉଛି ମେଜୋଲିଥିକର ଆଉ ହଉଛି ମାନେ କୋଉ ଭଳିଆ ସେଠି ହଉଛି ମାନେ ଷ୍ଟାଇଲର ତମେ ସବୁ ଜିନିଷ ଦେଖିବା ପାଇଁ ମିଳୁଥିଲା ଆମକୁ ହଉଛି କୋଉଥିରେ ନା ହଉଛି ଭୀମବେଟକା ସାଇଟ୍ରେ। ମାନେ ଯେମିତିକି ଏଇଟା ହଉଛି ଯଦି ତମେ ଦେଖିବ ଆମର କ'ଣ ନା ହଉଛି ଏକ୍ସରେ ଷ୍ଟାଇଲ ହଉଛି ଅଷ୍ଟ୍ରେଲିଆନ୍ ଆବରଜିନାଲ ଆର୍ଟ୍ସ। ମାନେ ଯଦି ତମେ ଅଷ୍ଟ୍ରେଲିଆର ଯଦି ତମେ ଦେଖିବ ଆଦିବାସୀ ଏ ଲୋକମାନେ ଯୋଉ ଭଳିଆ ମାନେ ଚିତ୍ର ବନଉଥିଲେ ତ ସେଇଭଳିଆ ଆମର କ'ଣ ହଉଥିଲା ନା ଏଠି ଯଦି ତମେ ଦେଖିବ ଏକ୍ସରେ ଷ୍ଟାଇଲରେ କ'ଣ ହଉଥିଲା ନା ଯେମିତିକି ଏକ୍ସଟାକୁ ସେମାନେ ଏମିତି କରୁଥିଲେ ଯେମିତିକି ହଉଛି ଇଣ୍ଟରନାଲ ଅର୍ଗାନ ଷ୍ଟୁମାକ୍ ହାର୍ଟ ଅଫ୍ ଆନିମଲ ଗୋଟେ ମଣିଷର ଯେମିତିଆ ହଉଛି ହାର୍ଟଟା ଯେମିତିଆ ଷ୍ଟେପ୍ ତ ମାନେ ହଉଛି ଯୋଉଭଳିଆ ମାନେ ସାଇଜର ଯୋଉଭଳିଆ ହଉଛି ମାନେ ଷ୍ଟୁମାକ୍ଟା ବି ଦେଖିବ ଯୋଉଭଳିଆ ଷ୍ଟାଇଲର। ତ ସେମାନେ ସେଇଟାକୁ କେମିତି କରୁଥିଲେ ସେଇଭଳିଆଟାକୁ ହଉଛି ସେମାନେ ଚିତ୍ର କରୁଥିଲେ ଯେମିତିକି ହଉଛି ଅଷ୍ଟ୍ରେଲିଆର ଯୋଉ ଆଦିବାସୀ ଲୋକ ଯେମିତି ଚିତ୍ର କରନ୍ତି ସେଇଭଳିଆ ପୁରା ଏକାଥରେ ଷ୍ଟୋମାକ୍ ହାର୍ଟ ମଣିଷମାନଙ୍କର ସେମାନେ ସେଇଭଳିଆ ଷ୍ଟାଇଲର ହଉଛି ମାନେ ଡ୍ର କରୁଥିଲେ। ତାପରେ ହଉଛି ପିଗମେଣ୍ଟ ଲଙ୍ଗେଟିଭିଟି ଏଇ ସବୁ ଜିନିଷ ଗୁଡ଼ା ମାନେ କେମିତି କ'ଣ ପିଗମେଣ୍ଟ ଥିଲା ସବୁ ଦେଖାଯାଉଥିଲା ସେ ସବୁ ଜିନିଷ ଉପରେ ବି ଏମାନେ ଏଠି କଥା କହିଛନ୍ତି। ତାପରେ ମାନେ ହଉଛି ସେ ସ୍ୟାଣ୍ଡଷ୍ଟୋନ୍ ସେଲ୍ଟର ଉପରେ ବି ଏଠି କଥା କୁହାଯାଇଛି। ତାପରେ ହଉଛି କ୍ୟାଚମେଣ୍ଟ ଏରିଆ ଉପରେ ବି। ତ ଏଇଭଳିଆ ଯାହା ବି ଯେତିକି ଇମ୍ପୋର୍ଟାଣ୍ଟ ମୁଁ ଏଠି ସବୁ ଲେଖିଦେଇଛି ତମେମାନେ ସମସ୍ତେ ପଢ଼ିଦବ। ଆଉ ଯୋଉଠୁ ମାନେ ଯାହା ଜାଣି ନ ପାରିବ ତ ମାନେ ମୋତେ ନିହାତି କମେଣ୍ଟ ସେକ୍ସନରେ ଜଣେଇବ। ଆଉ ଏଠି ଦେଖ ଆମର ହଉଛି ଆନ୍ଥ୍ରୋପୋଲୋଜି କ'ଣଟା କ୍ୱେଶ୍ଚିନ୍ ପଚାରିଥିଲା 2025 ୟୁଜିସି ନେଟ୍ ଆନ୍ଥ୍ରୋପୋଲୋଜିର ଏଠି କ'ଣଟା ମାନେ ହଉଛି ପଚାରିଥିଲା ହଉଛି କ୍ୱେଶ୍ଚିନ୍ ନା ଭୀମବେଟକା ସାଇଟ୍ ଇଜ୍ କ୍ୟାରେକ୍ଟରାଇଜ୍ ତାର ଏଭିଡେନ୍ସେସ୍ କ'ଣ ଥିଲା ମାନେ ଭୀମବେଟକା ସାଇଟ୍ରୁ ଯଦି ଆର୍କିଓଲୋଜିକାଲ ଏଭିଡେନ୍ସେସ୍ ଆମକୁ କ'ଣ ମିଳିଥିଲା ତାର କ୍ୟାରେକ୍ଟରିଷ୍ଟିକକୁ ମାନେ ହଉଛି ଏଠି ମାନେ ହଉଛି ଦେଇଛି କିଛିଟା ଯୋଉଟାକି ଆମକୁ ହଉଛି ଜାଣିବା ପାଇଁ ଏଠି ଆମକୁ ହଉଛି ଜାଣିବାକୁ ପଡ଼ିବ ଯେ କ'ଣ ଏଭିଡେନ୍ସେସ୍ ଆକ୍ଚୁଆଲି ଆର୍କିଓଲୋଜିକାଲି ଫାଇଣ୍ଡ ଏଇଠି ହେଇଥିଲା। ତ ହଉଛି ଫାଇଣ୍ଡିଂ ଆଉଟ୍ ଏଇଠି ହେଇଥିଲା ଆମର ଅଲ୍ ଫେଜେସ୍ ଅଫ୍ ପାଲିଓଲିଥିକ୍ ଏଣ୍ଡ ଟୁ ମେଜୋଲିଥିକ୍ କଲଚର। ଆରେ ମୁଁ ତମକୁ କ'ଣ କହିଥିଲି ଏଇଟା ଯଦି ତମେ ଦେଖିବ ଏକାଥରେ ହଉଛି ଭୀମବେଟକା ସାଇଟ୍କୁ ଯେତେବେଳେ ହଉଛି ଏକ୍ସକେଭେସନ୍ କରାଗଲା ଏକାଥରେ ଧର ଏଇଠୁ ମାନେ ଏଇଟା ଗୋଟେ ହଉଛି ମାନେ କ'ଣ ହେଲା ନା ମୁଁ ତମକୁ ଏଠି ବତଉଛି ଦେଖ ଏଠି କ'ଣ ହେଲା ନା ମୁଁ ତମକୁ ମୂଳଠୁ କ'ଣ କହିଥିଲି ଏଇଟା ହଉଛି ଆମର ପାଲିଓଲିଥିକ୍ ତାପରେ ହଉଛି ଏଇଟା ହଉଛି ଆମର ମେଜୋଲିଥିକ୍ ଏଇଟା ହଉଛି ଆମର ହଉଛି ଚାଲକୋଲିଥିକ୍ ପୁରା ଏକାଥରେ ସିକ୍ୱେନ୍ସ ୱାଇଜ୍ ପୁରା ଏକାଥରେ ତଳୁ ନେଇକି ଉପରକୁ ପର୍ଯ୍ୟନ୍ତ ପୁରା ଟୋଟାଲି ଏ ଟୁ ଜେଡ୍ ହ୍ୟୁମାନର ଏଭିଡେନ୍ସ ଯେମିତି ଏଠି ଆମେ ଦେଖିଦେବା ହଉଛି ହ୍ୟାଣ୍ଡେକ୍ସ କଥା ଯଦି ତମେ କୁହ ଏପଟେ ହଉଛି ତମେ ହ୍ୟାଣ୍ଡେକ୍ସ କ୍ରେପର ତାପରେ ହଉଛି କ୍ଲିଭର ଆ କଥା କୁହ ତାପରେ ତମେ ଯଦି ଏକାଥରେ ନିଓଲିଥିକ୍ ଚାଲକୋଲିଥିକ୍ରେ ବି ଯଦି ତମେ ଏକାଥରେ ଦେଖିବ ଏଠି କ'ଣ ହଉଥିଲା ଏଜ୍ ଏକ୍ସ ସେଲ୍ଟ ଏଇ କଥା ବି ଯଦି ତମେ ଦେଖିବ ତ ବହୁତ କିଛି ଆମକୁ ଏଭିଡେନ୍ସେସ୍ ମାନେ ହଉଛି ତମେ ଯଦି ଭର୍ଟିକାଲି ଯଦି ମାନେ ହଉଛି ଏକ୍ସକେଭେସନ୍ କରିବ ତାପରେ ଭର୍ଟିକାଲି ଏକ୍ସକେଭେସନ୍ ଆଣ୍ଡ ହରାଇଜେଣ୍ଟାଲି ଏକ୍ସକେଭେସନ୍ ଥ୍ରୁରୁ ଆମକୁ ବହୁତ କିଛି ଜିନିଷ ଏଠି ହଉଛି ମିଳିଥିଲା। ତ ସେଥିପାଇଁ ହଉଛି ଅପସନ୍ ଏଟା ବି ଏଠି ହଉଛି ଆମର ଠିକ୍ ହେଇଯିବ। ତ ସେଭେରାଲ ରକ୍ ପେଣ୍ଟିଂ ପେଣ୍ଟ ଅନ୍ ଦ ୱାଲ୍ସ ତ ଏଠି ଆମର କ'ଣ ହବ ନା ଏଠି ଆମର ତମେ ଯଦି ଦେଖିବ ପେଣ୍ଟିଂ ହଉଛି
ଏଠି ସାୟଦ ହଉଛି ମାନେ ଟିକେ ମାନେ ହଉଛି ଏଇଟା କଣ ହେଇଥିବ ନା ଟିକେ ମତେ ଲାଗୁଛି ଏଠି କଣ ଟିକେ ହଉଛି ଆମେ ମୁଁ ଯେତେବେଳେ ହଉଛି ଟାଇପିଂ କରିକି ଏଟା ହଉଛି କରୁଥିଲି ତ ଏଠି କୋଉଠି ଟିକେ ଆକ୍ଚୁଆଲି ସ୍ପେଲିଂ ମିଷ୍ଟେକ୍ ଥିବ ତ ମେନ୍ ହଉଛି ପେଣ୍ଟିଂ ୱାଲ୍ ଯଦି ତମେ ଦେଖିବ ମାନେ ହଉଛି କାନ୍ଥ ଉପରେ ତ ମାନେ ବହୁତ ଗୁଡେ ହଉଛି ଚିତ୍ର ବି ଆମକୁ ଦେଖିବାକୁ ମିଳୁଥିଲା ରକ୍ ସେଲ୍ଟରର ସବୁ ଜିନିଷ ଏଟା ତ ବହୁତ ଗୁଡେ ମାନେ ହଉଛି ଏଟା ମେନ୍ କଥା ହଉଛି ରକ୍ ପେଣ୍ଟିଂ ପାଇଁ ହିଁ ମାନେ ଭୀମବେଟକା ହଉଛି ଫେମସ୍ ତ ହଉଛି ଏଠି ଆମର ଏଟା ବି କଣ ହେଇଯିବ ନା ମାନେ ଆର୍ ମାନେ ହଉଛି ବିଟା ବି ତ ଠିକ୍ ହେଇଯିବ ତାପରେ ହଉଛି ଡିଟା ହଉଛି ଅଷ୍ଟିଓଲୋଜିକାଲ ରିମେନ୍ସ ଅଫ ହୋମୋ ଇରେକ୍ଟସ୍ ତ ଅଷ୍ଟିଓଲୋଜିକାଲ ରିମେନ୍ସ ଅଫ ହୋମୋ ଇରେକ୍ଟସ୍ ଏଟା ବି ହଉଛି ତମର ହଉଛି ଠିକ୍ ହେଇଯିବ ଓକେ ଆଉ ଏଠି ମେନ୍ କଥା ଆକ୍ଚୁଆଲି ରୁହ ମୁଁ ତୁମକୁ ଗୋଟେ କଥା କହିବି ଏଇ ଯୋଉ ଆସ୍ ଚାରକୋଲ ଏଣ୍ଡ ଚାର୍ଟ ବୋର୍ଡସ୍ ଏଟା ଇଣ୍ଡିକେଟ୍ ୟୁଜ୍ ଅଫ ଫାୟାର ଏଇଟା ତ ନିହାତି ଠିକ୍ ହବ ଓକେ ସୋ ମାନେ ହଉଛି ଅପସନ୍ ଡି ଟା ତମେ ଯଦି ଦେଖିବ ଆକ୍ଚୁଆଲି ମାନେ ତମେ ହୋମୋ ଇରେକ୍ଟସ୍ ଯଦି ତମେ କଥା କହିବ ହୋମୋ ଇରେକ୍ଟସ୍ ମାନେ ବହୁତ ମାନେ ପରେ ଏସବୁ ଜିନିଷ ଉପରେ କଥା କୁହାଯିବ ବଟ୍ ଆମେ ଯେତିକି ପଢିଲେ ତ ସେଠି ଏଇ ଜିନିଷଟା ଅଛି କି ଏଟା ନାହିଁନି ତ ଏଟା ମାନେ ହବନି ଜମା ଓକେ ଏଟା ହବନି ଆଉ ଏଟା ଆମର ଡିଟା ହିଁ ଆର ଅପସନ୍ ହେଇଯିବ ଆଉ ଡିଲିବରେଟ୍ ବ୍ୟୁରିଆଲ୍ସ ଅଫ୍ ହ୍ୟୁମାନ୍ସ ଏଲଙ୍ଗ ୱିଥ୍ ଡୋମେଷ୍ଟିକେସନ୍ ଏଗୁଡ଼ା ସବୁ ହବନି ଏଠି ହଉଛି ଆମର ମୁଁ ଲେଖିଦେଇଛି ଆନ୍ସର ହଉଛି ଏଟା କଣ ହବ ନା ହଉଛି 3 ବୋଲି ହବ କାରଣ ମୁଁ ଯେତିକି ଜିନିଷ ହଉଛି ମୁଁ ଏଠି ପିଡିଏଫ୍ ରେ ଦେଇଛି ସେଇ ତମେ ସେତିକି ହିଁ ପଢିବ ଏଠି ହଉଛି ତମର ସଲ୍ଭ ହେଇଯିବ ଓକେ ତ ଏବେ ଆମେ ନେକ୍ସଟ ସ୍ଲାଇଡ୍ କୁ ଯିବା ଆଉ କଣ କ୍ୱେଶ୍ଚନ ଆସିଥିଲା ଆଉ ଗୋଟେ କ୍ୱେଶ୍ଚନ ଆସିଥିଲା 2024 ରେ ୟୁଜିସି ନେଟ୍ ଆନ୍ଥ୍ରୋପୋଲୋଜି ରେ ଏଠି କଣ କହୁଥିଲା ନା ହଉଛି ଯୋଉ 243 ଟା ଯୋଉ ହଉଛି ରକ୍ ସେଲ୍ଟର ଭୀମବେଟକାର ଅଛି ହାଉ ମେନି ଦେମ୍ ହାଭ୍ ମାନେ ହଉଛି ପେଣ୍ଟିଂ ମୁଁ ମୂଳଠୁ କଣ କହିଥିଲି ଆମର ହଉଛି ଯୋଉ ରହିଲା ହଉଛି ମାନେ 243 ଟା ରକ୍ ସେଲ୍ଟର ଯଦି ମାନେ ହଉଛି ଏମିତି ତ ତମେ ଯଦି କଥା କହିବ ବହୁତ ଗୁଡେ ସେଲ୍ଟର ଅଛି ବଟ୍ 243 ଟା ଯୋଉ ରହିଲା ବଟ୍ ସିଏ ପଚାରିଛି କେତେଟାରେ ମାନେ ହଉଛି କେତେଟାରେ ହଉଛି ପେଣ୍ଟିଂ ଥିଲା ତମେ ଯଦି ଏବେ ହିଲି ଏରିଆସ୍ ଗୁଡାକୁ ଦେଖିବ ତ ମାନେ ହିଲି ଏରିଆରେ ଟୋଟାଲି ମୁଁ କେତେଟା କଣ କହିଥିଲି ହଉଛି 133 କଥା ଏଇଠି ହଉଛି କୁହାଯାଇଥିଲା ମାନେ ହଉଛି କେତେଟାରେ ପେଣ୍ଟିଂ ଥିଲା ମାନେ 243 ଟାରୁ ତ 243 ଟାରୁ ମାନେ ଉପରେ ଯଦି ତମେ ଦେଖିବ ଉପରେ ମାନେ ଯେତିକି ଥିଲା ସେଠି ହଉଛି 133 ଟା ଥିଲା ତ ତମର ଏଠି ହଉଛି ଆନ୍ସର କଣ ହେଇଯିବ ନା ହଉଛି 4 ନମ୍ବର ହେଇଯିବ ଓକେ ତ ସେଇଭଳିଆ ଯୋଉମାନଙ୍କୁ ବି ମାନେ ହଉଛି କିଛି ଜାଣିବାର ଅଛି ଭୀମବେଟକା ସାଇଟ୍ ଉପରେ ଆଉ ଯେତିକି ସବୁ ଆମର ଆର୍କିଓଲୋଜିକାଲ ସାଇଟ୍ ରହିଲା ତା ଉପରେ ବି ଆମେ ହଉଛି କଭର କରିବା ପାଇଁ ଚେଷ୍ଟା କରିବା ଓକେ ଥ୍ୟାଙ୍କ ୟୁ